ସମସ୍ତ ଶିକ୍ଷକ ଓ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ବନ୍ଧୁମାନଙ୍କୁ ପ୍ରଣାମ କରି ଆମମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ବା ଆପଣମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଇ ଦାସ ସାର୍କୁ ସ୍ୱାଗତ ଜଣାଉଛି। ମୁଁ ଭାବୁଛି ଯେ ଆପଣମାନଙ୍କର ସପୋର୍ଟ ଦିନେ ଏ ଚ୍ୟାନେଲ୍ ଗ୍ରୋ କରିବାରେ ସହାୟକ ହେବ। ଆଜି ଆମେ ସେହି ଦୁଃଖ ଦୁର୍ଦ୍ଦଶା ବା ଯନ୍ତ୍ରଣାର ବିଷୟରେ କଥୋପକଥନ କରିବା। ଯଦିଓ ଏ ଭିଡ଼ିଓଟିକୁ ମୁଁ 2 ଦିନ ତଳେ ବନେଇଥିଲି, କିନ୍ତୁ ଭିଡ଼ିଓଟି କୌଣସି ଟେକ୍ନିକାଲ କାରଣ ଯୋଗୁଁ ପ୍ରାଇଭେଟ୍ ହେଇକି ରହିଯାଇଛି, ପବ୍ଲିକ୍ ହେଇପାରି ନାହିଁ। ବାଧ୍ୟ ହୋଇ ମୁଁ ପୁଣି ଆଉ ଥରେ ଏ ଭିଡ଼ିଓଟିକୁ ଡିଲିଟ୍ ମାରି ପୁଣି ଆଉ ଥରେ ଭିଡ଼ିଓଟି ବନେଇବାକୁ ବାଧ୍ୟ ହେଲି। ତା ଭିତରେ ଦେଖିବା ଯେ ପେପରରେ ଗୋଟେ ଆସିଥିଲା ଯେ ଅନୁଦାନ ଯୋଗ୍ୟ ବିଦ୍ୟାଳୟଙ୍କୁ ଅନୁଦାନ ଦାବି, ମାନେ ଅଣ ଅନୁଦାନ ଯେଉଁମାନେ ପାଇଛନ୍ତି ଯେଉଁ ବିଦ୍ୟାଳୟ, ସେମାନଙ୍କୁ କେମିତି ଅନୁଦାନ ଦିଆଯିବ ସେ କଥା ଉପରେ ଆଜିର ବିଷୟବସ୍ତୁ। ଅଣ ଅନୁଦାନ ବିଦ୍ୟାଳୟକୁ ମିଳିବ ଅନୁଦାନ, କେବେ ମିଳିବ ତାର କିଛି ଠିକଣା ନାହିଁ। ତା ଭିତରେ ଯଦି ଦେଖିବା 488 ଓ 662 ବର୍ଗର କଲେଜ କଥା କୁହାଯିବ, ତାଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ, ତାଙ୍କ ଅବସ୍ଥା ମଧ୍ୟ ଶୋଚନୀୟ, ତାଙ୍କ କଥା ବି କହିଲେ ନ ସରେ। ଉଚ୍ଚସ୍ତରୀୟ ମିଟିଂର ରିପୋର୍ଟ, ସେ ଗୋଟିଏ କଥା ଗଭର୍ଣ୍ଣମେଣ୍ଟ କହି ଆସୁଛି ବା ଗଭର୍ଣ୍ଣମେଣ୍ଟର ଯେଉଁମାନେ ମୁଖିଆ ଲୋକମାନେ ଅଛନ୍ତି କହି ଆସୁଛନ୍ତି ଯେ ଉଚ୍ଚସ୍ତରୀୟ ମିଟିଂ ବା ହାଇପାୱାର କମିଟି ଗଠନ କରାଯାଇଛି, ତାର ରିପୋର୍ଟ ଆସିଲେ ଯାହା ହେବ। ତାର ରିପୋର୍ଟ କେବେ ଆସିବ, ସେ ରିପୋର୍ଟକୁ ଆଖି ଆଗରେ ରଖି ଆମେ ଆଖି ପତା ଆଉ ପଡ଼ୁନାହିଁ। ଇଏ ହେଲା କଥା। ଯେମିତି ଅନ୍ଧୁଣୀ ମା ତା ପୁଅକୁ ଖୋଜୁଥାଏ, ସେଇଭଳିଆ କଥା ଆମର ଦୁଃଖ ଦୁର୍ଦ୍ଦଶା ହେଇ ପଡ଼ିଛି। ସେ ସ୍କୁଲ କଥା କୁହ ଯେଉଁମାନେ ଅନୁଦାନ ପାଇନାହାନ୍ତି, କିମ୍ବା 488 662 ବର୍ଗର କଲେଜ କଥା କୁହ, ସେଠି ଯେଉଁ କର୍ମଚାରୀ ବନ୍ଧୁମାନେ ରହିଲେ ବା ତା ଭିତରେ ଅଧ୍ୟାପକ ଅଧ୍ୟାପିକା ବା କର୍ମଚାରୀ ବନ୍ଧୁମାନେ ରହିଲେ, ସେମାନଙ୍କ ଦୁଃଖ ବି ନ କହିଲେ ସରେ। କାରଣ 8 ଠାରୁ ଆଉ କୌଣସି ଏକ୍ସଟେନସନ୍ ଜିଓ ହେଇନାହିଁ। 8 ରୁ 13 କଥା କୁହ, 8 ରୁ 18 କଥା କୁହ, 8 ରୁ 20 କଥା କୁହ, କିମ୍ବା 20 ରୁ ଯେଉଁ ଭାଇମାନେ ରହିଗଲେ, ସାନ ଭାଇମାନେ ରହିଗଲେ, 25 ପର୍ଯ୍ୟନ୍ତ 26 ପର୍ଯ୍ୟନ୍ତ ରହିଗଲେ, ତାଙ୍କ କଥା ବି କୁହ। କିନ୍ତୁ କଥା ହେଲା ଯେ ଗଭର୍ଣ୍ଣମେଣ୍ଟ ଗୋଟିଏ ପାରାଫିନିଆ କରିବା ଆବଶ୍ୟକତା ଥିଲା। ଯେମିତି ଆଗରୁ ଥିଲା ଯେ 5, 7, 9 ଯେମିତି ଥିଲା, ବା ଆପଣଙ୍କର ଟ୍ରାଇବାଲ ଏରିଆରେ ଯେମିତି 3, 5, 7 ଥିଲା, ଯଦି ସେଇଭଳିଆ ଗୋଟେ ବ୍ୟବସ୍ଥା ଥାନ୍ତା ବା ବ୍ୟବସ୍ଥା ଗଭର୍ଣ୍ଣମେଣ୍ଟ କରିଥାନ୍ତା ବା ସେଇଟାକୁ ଯଦି କଣ୍ଟିନ୍ୟୁଟି କରିକି ବିଜେଡ଼ି ଗଭର୍ଣ୍ଣମେଣ୍ଟ ରଖିଥାନ୍ତା, ତାହେଲେ ବୋଧେ ଏଇ ଦୁଃଖ ଦୁର୍ଦ୍ଦଶାକୁ ସାମ୍ନା କରିବାକୁ କାହାରିକୁ ପଡ଼ିନଥାନ୍ତା ବୋଲି ଆମେ ଆଶା କରିବା। ଇଏ ତ ହେଲା ଗୋଟେ କଥା। କିନ୍ତୁ ମୁଖ୍ୟ ପ୍ରସଙ୍ଗଟିକୁ ଆମେ ଯିବା। ଏ ଯେଉଁ ନ୍ୟୁଜରେ ଦେଇଥିଲା ଯେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅଣ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ଦାବି, ତା ଭିତରେ ଆମେ ଦେଖିବା ଯେ ଗୋଟିଏ ଯେ ପ୍ରକୃତରେ ଯେଉଁ କଲେଜ ଗୁଡ଼ାକ ଅଣ ଅନୁଦାନ ପାଇଛନ୍ତି ଅଛନ୍ତି, ଅନୁଦାନ ପାଇନାହାନ୍ତି, ତାହେଲେ ସେ ସ୍କୁଲ ହେଉ କିମ୍ବା କଲେଜ ହେଉ, ସେଠାକାର ଟିଚର ମାନେ ପାଠ ପଢ଼ଉଛନ୍ତି ନା ନାହିଁ, ଇଏ ବି ଗୋଟିଏ ପ୍ରଶ୍ନବାଚୀ ଚିହ୍ନ। ତାହେଲେ ମୋତେ କୁହ ଯେ ଯେଉଁଠି କେବଳ ଗ୍ରାଣ୍ଟିନେଟ୍ ଲୋକ ଅଛନ୍ତି ବା ଗଭର୍ଣ୍ଣମେଣ୍ଟ ଲୋକ ଅଛନ୍ତି, ସେଠି ଖାଲି ପାଠ ପଢ଼ା ହେଉଛି କି? ଇଏ ବି ଗୋଟିଏ ପ୍ରଶ୍ନବାଚୀ ଚିହ୍ନ ହେଇପାରେ ବେଳେବେଳେ। ତାହେଲେ ଆମେ ଦେଖିବା ଯେ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ବା ଶିକ୍ଷକ ଦରମା ମିଳୁନି। ଠିକ୍ କଥା, ଇଏ ବି ମିଳୁନାହିଁ। ଶିକ୍ଷକଙ୍କ କଥା କୁହ, ଅଧ୍ୟାପକଙ୍କ କଥା ମିଳୁନି। ସାରା ଜୀବନ ବିନା ପାରିଶ୍ରମିକ ଖଟୁଛନ୍ତି। ନିଶ୍ଚିତ ଇଏ ସାରା ଜୀବନ ପାରିଶ୍ରମିକରେ ଖଟୁଛନ୍ତି। ବା ୟା ଭିତରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ଇଏ ଗୋଟେ ଅପ୍ଲି କରିଛନ୍ତି ଯେ ଏମାନଙ୍କୁ ଗୋଟିଏ ଏକ୍ସଟେନସନ୍ କରି ଗୋଟେ ଗ୍ରାଣ୍ଟିନେଟ୍କୁ ଫୋଲ୍ଡରକୁ ନିଆଯାଉ। ଏମାନେ ଯାହା ବି ହେଉଛି ହଉ, ଏ ଯେଉଁ ଆପଣଙ୍କର ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ତାଙ୍କର ଯେଉଁ ଅଛି, ଏ ସଂଗଠନ ଅପିଲ କରିଛନ୍ତି। ଯଦି ଏଭଳିଆ ଯଦି ପ୍ରତି ସଂଗଠନ ମାନେ ଚିନ୍ତା କରନ୍ତେ
ଯେ ନାଇଁ ନାଇଁ ଆମର ଆଉ କିଛି ଭାଇମାନେ ରହିଯାଉଛନ୍ତି, ସେମାନଙ୍କ କଥା ବି ଗଭର୍ଣ୍ଣମେଣ୍ଟ ପାଖରେ ଉପସ୍ଥାପନା କରିବା ଆବଶ୍ୟକତା ଅଛି। କିନ୍ତୁ କଥା ହେଲା କ'ଣ ହୁଏ ନା ଯେଝା ପେଟ କଥା ସେ ଦେଖି ତୁ ନେଇକି ରହିଯାଆନ୍ତି। ସେମାନେ ତାଙ୍କର ଆହୁରି ଅଧିକ କଥା ଚିନ୍ତା କରନ୍ତି। ଯେଉଁମାନେ କିଛି ନ ପାଉଛନ୍ତି, ଅଧିକ ଖଟୁଛନ୍ତି, ତାଙ୍କ କଥାକୁ କେହି ବିଚାରାଧୀନ ନିଅନ୍ତି ନାହିଁ। ଇଏ ତାର ହେଲା ଓସ୍ତାର ଆପଣ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଏ କଥାକୁ ଉପସ୍ଥାପନ କରିଛନ୍ତି ଯେ ଅନୁଦାନ ପାଇବାକୁ ଯୋଗ୍ୟ ବିଦ୍ୟାଳୟଗୁଡ଼ିକ ମାନେ ଯେଉଁ ପାଇନାହାନ୍ତି ସେମାନଙ୍କୁ ଦିଆଯାଉ ବୋଲି ସେ କହିଛନ୍ତି। ଯେ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ଦିଆଯାଉ ବୋଲି କହିଛନ୍ତି। ମାତ୍ର ତା ଭିତରେ ଆମେ ଦେଖିବା ଯେ ଖୋର୍ଦ୍ଧା ଜିଲ୍ଲାରେ ବାଲିପାଟଣା ବ୍ଲକ ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ ଗୋଟେ ଅଛି ଖୋର୍ଦ୍ଧା ଜିଲ୍ଲାରେ। ଏଠି ତାର ରେଜଲ୍ଟଟାକୁ ସେ ଶୋ କରିଛନ୍ତି, ସେ ସାର୍ ରଞ୍ଜନ ସାର୍ ଶୋ କରିଛନ୍ତି। ଏଠି 5 ଜଣ ପିଲା, ଜଣିଏ ପିଲା ପାଇଛି, ଏ 5 ଜଣ ପିଲା ଛାତ୍ରଛାତ୍ରୀ ପାଇଛନ୍ତି A1, 6 ଜଣ ଛାତ୍ରଛାତ୍ରୀ ପାଇଛନ୍ତି A2। ୟା ଅର୍ଥ 11 ଜଣ ପିଲା ଗୋଟିଏ A ର୍ୟାଙ୍କ ଭିତରେ ଆସିଯାଇଛନ୍ତି। ଯଦି A1 ଆଉ A2ର ର୍ୟାଙ୍କ, ତାହେଲେ ଗଭର୍ଣ୍ଣମେଣ୍ଟର ଯେଉଁମାନେ ଅଛନ୍ତି ବଡ଼ ବଡ଼ ପଦବୀରେ ଅଛନ୍ତି ବା ଅଲଗାର ସ୍କୁଲ ହେଉ କିମ୍ବା ଯେକୌଣସି ଜାଗାର ଆମେ ଶିକ୍ଷାବିତ୍ମାନଙ୍କ କଥା ହେଉ, ସେମାନେ ଜାଣିଥିବେ ଏମାନେ କେତେ ପରସେଣ୍ଟ ପାଇଛନ୍ତି। ତାହେଲେ ମୋତେ କୁହନ୍ତୁ, ଏ ସ୍କୁଲରେ କେବଳ ଖାଲି କ'ଣ ଭଲ ପିଲା ହିଁ ଆଡ଼ମିସନ୍ କରୁଥିଲେ? ସାର୍ମାନଙ୍କର କ'ଣ କିଛି ଦାୟିତ୍ୱବୋଧ ନଥିଲା? ବା ସାର୍ମାନେ କିଛି ପଢ଼େଇ ନାହାନ୍ତି? ଏ ଛୁଆମାନେ କ'ଣ A1 କିମ୍ବା A2 ରଖିଦେଲେ? ଯଦି ଆମେ A1 A2 କଥା ଖାଲି କହିବା, ତା ଭିତରେ B1 B2 ଥିବ, ତା ଭିତରେ C ଥିବ, ତା ଭିତରେ କେତେ ପିଲା ପାଠ ପଢ଼ୁଥିଲେ ଯେ ତା ଭିତରେ ଏତେ ଭଲ ରେଜଲ୍ଟ ହେଲା? ଆଉ ବାକି ତ ରେଜଲ୍ଟ ହେଇଥିବ। ତାହେଲେ ଏମିତି ବହୁତ ଗୁଡ଼ିଏ ଓଡ଼ିଶାରେ କଲେଜ ଅଛି ବା ସ୍କୁଲ ଅଛି, ସେମାନଙ୍କ ରେଜଲ୍ଟ ବି ସେମିତି ହୁଏ। କିନ୍ତୁ କଥା ହେଲା ଯେ ସେଠିକାର ଯେଉଁ ରହିଲେ ଟିଚର ମାନେ ରହିଲେ କି 20 ବର୍ଷ 30 ବର୍ଷ 25 ବର୍ଷ ହେଲା ରହିଲେଣି, ସେମାନେ ଅନୁଦାନ ପାଉନାହାନ୍ତି, ଅନୁଦାନରେ ଅଛନ୍ତି। ଯିଏ ଆପଣଙ୍କର ମ୍ୟାନେଜମେଣ୍ଟ ସାଲେରୀ 5,000 3,000 4,000 ଭିତରେ ପଡ଼ିଛନ୍ତି, ତାଙ୍କ ପେଟ ପାଟଣା କଥା ଅଛି, ତାଙ୍କ ଛୁଆ ପିଲାଙ୍କ କଥା ଅଛି, ଯେ ସେ କଥାକୁ ଗଭର୍ଣ୍ଣମେଣ୍ଟ ଚିନ୍ତା କରିବା ଆବଶ୍ୟକତା ଅଛି। ଯଦି ସେ କଥାକୁ ଗଭର୍ଣ୍ଣମେଣ୍ଟ ଚିନ୍ତା ନ କରିବ, ତାହେଲେ ସେମାନେ ତ ମରିଯିବେ। ଯଦି ସେମାନେ ମରିଯିବେ, ତାହେଲେ ନୂଆ ନୂଆ ପିଲା କେମିତି ଶିକ୍ଷା ଭିତ୍ତିରେ ଆଗକୁ ଯିବେ, କିନ୍ତୁ ନୂଆ ନୂଆ ପିଲା କେମିତି ବର୍ନ କରିବେ? ୟା ଅର୍ଥ ଏଠି ବର୍ନ ନୁହଁ ଛୁଆ ଜନ୍ମ ହେବା, ଏଠି ବର୍ନ ହେବା ଗୋଟିଏ ହେଲା ଗୋଟିଏ ଉଚ୍ଚ ଶିକ୍ଷିତ ଛୁଆଟେ କେମିତି ଆଗକୁ ଯିବା। ଇଏ ହେଲା କଥା। ଏମାନେ ଯେତେବେଳେ ଚକ୍ ଡଷ୍ଟର ଧରି ଯେତେବେଳେ ବ୍ଲାକ୍ ବୋର୍ଡ଼ ପାଖକୁ ଯାଆନ୍ତି କିମ୍ବା ଆପଣ ଯେତେବେଳେ ଡିଜିଟାଲ ବୋର୍ଡ଼ ପାଖକୁ ଯାଆନ୍ତି ତାର ଇଏ ପେନ୍କୁ ଧରି, ତାହେଲେ ସେତେବେଳେ ସେମାନେ ଚିନ୍ତା କରନ୍ତିନି ଆମେ ଦରମା ପାଉଛୁ କିମ୍ବା ଦରମା ପାଉନୁ। ସେମାନେ ସବୁବେଳେ ପିଲାଙ୍କର କେମିତି ପିଲାମାନେ ବୁଝିବେ ବା ତାଙ୍କର କ୍ଲାସ୍ର ବେଷ୍ଟ ସେ କେମିତି ଦେବେ, ସେ କଥାକୁ ସେମାନେ ଚିନ୍ତା କରନ୍ତି। ସେ କଥାକୁ ଗଭର୍ଣ୍ଣମେଣ୍ଟ ଚିନ୍ତା କରିବା ବି ଆବଶ୍ୟକତା ଅଛି। ଯେଉଁ ଶିକ୍ଷାବିତ୍ମାନେ ରହିଲେ ବା ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ବଡ଼ ବଡ଼ ପଦବୀରେ ଅଛନ୍ତି, ସେମାନେ ଏ କଥାକୁ ଚିନ୍ତା କରିବା ଆବଶ୍ୟକତା ଅଛି ଯେ ଆମେ AC ରୁମ୍ରେ ବସି ପଡ଼ିଲେ ହେବ ନାହିଁ। କିନ୍ତୁ AC ରୁମ୍ରେ ବସି ଆମେ ଥରୁଟିଏ ଚିନ୍ତା କରିବା ଦରକାର, ଯେଉଁ ଘରେ ଫ୍ୟାନ୍ଟେ ନାହିଁ, ଯେଉଁ ଘରେ ଇଲେକ୍ଟ୍ରିଟେ ନାହିଁ, ତାହେଲେ ସେମାନେ ଯେଉଁ କାଗଜର ପଙ୍ଖା ହେଲା କି ତାଳ ଇଏ ପଟୁକାର ପଙ୍ଖାରେ ଯେଉଁ କଷ୍ଟ ପାଉଛନ୍ତି, ତାଙ୍କରି କଥା ଟିକେ ଚିନ୍ତା କରିବା ଅଛି। ସେମାନେ କେମିତି ଫ୍ୟାନ୍ ପଙ୍ଖାକୁ ଯିବେ। ସେ ଆମେ ଯେଉଁମାନେ ACରେ ଅଛନ୍ତି ଛାଡ଼ି ଦିଅନ୍ତୁ, ଏମାନେ କିନ୍ତୁ ଫ୍ୟାନ୍ ପଙ୍ଖାକୁ ଯିବେ, ତାଙ୍କ କଥାଟା ଟିକେ ଚିନ୍ତା କରିବା ଆବଶ୍ୟକତା ଅଛି ବୋଲି ଆମେ ଆଶା କରିବା। ନିଶ୍ଚିତ ଏ କଥା ଯେ ସେ ଯେଉଁ ରଞ୍ଜନ ସାର୍ ଡିମାଣ୍ଡ କରିଛନ୍ତି ଯେ ନିଶ୍ଚିତ ଶିକ୍ଷକମାନଙ୍କର ଦରମା ଟିକେ ବଢ଼ିବା ଦରକାର ବା ସେମାନେ ଅନୁଦାନ ପାଇବା ଆବଶ୍ୟକତା ଅଛି। ଏ ତ ନିଶ୍ଚିତ କଥା। ବା ଛାତ୍ରବୃତ୍ତି ବା ମଧ୍ୟାହ୍ନ ଭୋଜନ ଏ ସବୁ କଥା ଯଦି ଦିଆହେଉଛି, ତାହେଲେ ଶିକ୍ଷକମାନଙ୍କ ଦରମା କ'ଣ ପାଇଁ ନୁହଁ? ଏ କଥା ତ ଠିକ୍ କଥା। ତା ଭିତରେ ଆମର ଆଉ ଗୋଟିଏ କଥା ଆସିଛି ଯେ ଆଦେଶ ପାଳନା ବା ଅବହେଳା ନେଇ ହାଇକୋର୍ଟକୁ ଗୋଟେ କଡ଼ା ଅଭିମୁଖ, ଯେ କଡ଼ା ଯେଉଁ ଆଦେଶକୁ ଅବମାନନା କରିବା। ବେଳେବେଳେ କ'ଣ ହୁଏ, ଯେତେବେଳେ ବଡ଼ ବଡ଼ ପଦବୀରେ ରହନ୍ତି ମହାଜ୍ଞାନୀ ଗୁଣୀ ବା ବିଦ୍ୱାନ ଲୋକମାନେ ରହନ୍ତି, ସେମାନେ କ'ଣ କରନ୍ତି ଯେ ଟିକିଏ ହାଇକୋର୍ଟ ବା ଲକୁ ସେମାନେ ଡିସରିଗାର୍ଡ କରନ୍ତି ବୋଲି ଆମେ ଆଶା କରିବା। ତା ଭିତରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଗିରଫର ଚେତାବନୀ ଦିଆଯାଇଛି। ଇଏ ତ ନିଶ୍ଚିତ କଥା। ଏ ପେପର କଟିଂରୁ ଆପଣମାନେ ପଢ଼ିଦେବେ। ମୁଁ ଆଉ ବିଶେଷ କିଛି ଏଇଟା ପଢ଼ିବା ଆବଶ୍ୟକ ନାହିଁ, ଅଯଥା ଖାଲି ଲେନ୍ଦି କରିବା କଥା। ତା ଭିତରେ ଖାଲି ମୁଁ ଡେଟ୍ ଗୁଡ଼ା ଖାଲି ଟିକେ ମେନସନ୍ କରୁଛି, କେଉଁ ଡେଟ୍ରେ ଏମାନେ କରିଥିଲେ। ଫେବୃଆରୀ ଆପଣ 4 ତାରିଖରେ କରିଥିଲେ, ଫେବୃଆରୀ 4 ତାରିଖ ଥିଲା ଗୋଟେ ଡେଟ୍ ଥିଲା, ଫେବୃଆରୀ 20 ତାରିଖରେ ଥିଲା ଅଦାଲତ, ଆପଣ ମାର୍ଚ୍ଚ 13 ତାରିଖ ଥିଲା, ତା ବାଦ ଆପଣଙ୍କର ଥିଲା ଏପ୍ରିଲ 10 ତାରିଖ ଥିଲା। ବାଧ୍ୟ ହୋଇକି ସେ ଗିରଫ କରିବା ପାଇଁ ବ୍ୟବସ୍ଥା କଲେ ବା ଡିଜିଙ୍କ ସହିତ କଥାବାର୍ତ୍ତା ହେଲେ। କିଏ ସେ ହେଲେ ନା ଯିଏ ଆଇନଜୀବୀ ଅଛନ୍ତି। କଥା ହେଲା ଯେ ଏ କଥାକୁ ଯେଉଁମାନେ ଦାୟିତ୍ୱବୋଧରେ ଅଛନ୍ତି, ଆପଣ ସଚିବ ର୍ୟାଙ୍କର ଲୋକ, ଜ୍ଞାନୀ ଗୁଣୀ ବିଦ୍ୱାନ ଲୋକ, ଯେ ଆପଣ ଏସବୁ ଡିନାଣ୍ଡ କରିବା ମାନେ
आपण प्रोत्साहन दबा जे अलगा श्रेणीर लोक मानक या अर्थ कथा जदि बड़ बाबू मैंने एमती करेंगे कम करेंगे ताहले तल तलिया कर्मचारी से ठकिया बाध्य हे ये कथा देखा तापर कौन हो कथा है जे से निश्चित पुणी आउ गोटे डेट हम से सारे जी से तो छाड़ी कथा ये कथा को आम पढ़ा ना कि कथा है जे एठी जे गवर्नमेंट चिंता करिया दरकार जे किमिति जो माने अण अनुदान प्राप्त विद्यालय गुड़ाक अच्छी से माने किमिति अनुदान पाइबे आउ सेमानकर पेट पाटना किमिति बा शिक्षक हूँ अध्यापक हूँ कर्मचारी हूँ तांको पेट पाटना कथा किंतु बुझा जिवो किंतु कथा है जमिति एठी जड़े शिक्षक जो तांकर संघ अच्छी माध्यमिक विद्यालय शिक्षक संघ अच्छी से जी बाहर भर रंजन कुमार दास जिन सार बाहरी सेमती यदि कॉलेज गुड़ाक जो संगठन अच्छी से 662 हो कि 488 संगठन हो कि अलग संगठन हो एसएसबी संगठन हो से गवर्नमेंट पाखे उपस्थापना करते मुझे बोध हुए भावुची निश्चित ये कथाटा टे भल हाँ ता भर पेनसन कथाटी अच्छी जे गवर्नमेंट भी चिंता कर आवश्यकता अच्छी जो मैंने 30 वर्ष 35 वर्ष 40 वर्ष खटी बा आउ रिटायरमेंट होगा जाऊँ पेट पाटना कथा टी बुझार अच्छी कारण तांकर पेट पाटना कथा नुह से मेडिसिन कथार कथा बुझला तो कारण से देह खराब थी एत टेंशन भितर से माने किए हाई बीपी किए ब्लड प्रेशर कहार हार्ट प्रोब्लेम थी भितर माने मेडिसिन खर्च भी करें ये कथा भी गवर्नमेंट बुझा आवश्यकता अच्छी कि कथा है जे आज वीडियो को आम ये समाप्त करने को जाऊँ किंतु आपण मैंने चैनल सहित जोड़ी होकर रही था आपण मैंने भावतु ना जे यहाँ मोर चैनल बोली आपण मैंने भावतु निश्चित आपण मान चैनल बोली गोटे छोट भाई बोली भावतु कि जो मैंने बंधु बोली भावतु किंतु कथा है जे चैनल को आपण मैंने सपोर्ट दिंतु निश्चित आपण मैंने सपोर्ट देइचंती आउ टिके अधिक तो अधिक मात्रा आपण सपोर्ट दिंतु चैनल टी ग्रो हो निश्चित जेकोसी ये भाया रिलेटेड वीडियो आसीबो बा एजुकेशन रिलेटेड जिते वीडियो माने मो पाखु नोटिस आसीबो निश्चित मु अपलोड करी ए चैनल अपलोड करी आपण मान पाखु जदि आपण चैनल सहित जड़ित होते निश्चित आपण मान पाखु नोटिफिकेशन जाई पहुँचो रही धन्यवाद जे आपण मानक आउ थे मो तरफ जे प्रणाम करी शिक्षावित मानक ज्ञानी गुणी विद्वान लोक मानक प्रणाम करी मोर आज वीडियो को ये समाप्त करने को जाऊँगी जय जगन्नाथ।